AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ପ୍ରଭୁ ମୋତେ ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କର ଗହଣରେ ପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ସୁଯୋଗ ଦେଇଛନ୍ତି, ସେଥିପାଇଁ ଧନ୍ୟବାଦ। ଆଜିର ଯେଉଁ ବାକ୍ୟ ମାନେ ପାଠ କରିବା ଆପଣମାନେ ପାଇବେ ଆଦି ପୁସ୍ତକ 6 ପର୍ବ 5, 6, 7, 8। ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ଏଥି ନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ। ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ ଆଉ ମନୁଷ୍ୟ ସହିତ ପଶୁ ଓ ଉରଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା, କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି। ମାତ୍ର ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ଯେଉଁ ସଦାପ୍ରଭୁ ଆମମାନଙ୍କୁ ଏକ ଉତ୍ତମ ଜୀବନ ଦେଲେ, ତାହାଙ୍କର ଆତ୍ମା ଆମମାନଙ୍କ ଜୀବନରେ ପ୍ରବେଶ କରାଇଲେ, ଆମମାନଙ୍କୁ ଜଗତରେ ପ୍ରଥମ ସ୍ଥାନ ଦେଲେ, ତାହାଙ୍କର ଅଧିକାର ପ୍ରଦାନ କଲେ, ଜଗତରେ ସମସ୍ତ ବିଷୟ ପାଇବା ନିମନ୍ତେ ଏବଂ ସମସ୍ତ ପ୍ରାଣୀ ଜଗତ ଉପରେ ଆମମାନଙ୍କୁ ତାହାଙ୍କର ଅଧିକାର ପ୍ରଦାନ କଲେ। ସେହି ମନୁଷ୍ୟକୁ ସେ ନିର୍ମାଣ କରିଥିବାରୁ କ'ଣ କରୁଛନ୍ତି? ଶୋକ କରୁଅଛନ୍ତି। କାହିଁକି ଶୋକ କରୁଅଛନ୍ତି? କାରଣ ମନୁଷ୍ୟ ପ୍ରଭୁଙ୍କ ଉପରେ ଭରସା ନ ରଖି ସଦାପ୍ରଭୁଙ୍କ ଉପରେ ନିଜର ଭରସାକୁ ତ୍ୟାଗ କରି ସେ କ'ଣ କରୁଥିଲା? ଆଉ ତାଙ୍କର ସମସ୍ତ ମନ୍ଦ ତା ଦିନକୁ ଦିନ ବୃଦ୍ଧି ପାଉଥିଲା। ଲକ୍ଷ ଲକ୍ଷ ବର୍ଷ ତଳେ ମଧ୍ୟ ଆଜି ଯେ ପ୍ରକାର ଆମେ ଜୀବନ ଅତିବାହିତ କରୁଛୁ, ନୂତନ ଜଗତର ନୂତନ ସ୍ୱାଦରେ ଆମେ କ'ଣ ହେଇଛୁ? ମାତିକି ଆମେ ସଦାପ୍ରଭୁଙ୍କୁ ଭୁଲି ଯାଉଛୁ। କିନ୍ତୁ ଗତ ଦିନ ମାନଙ୍କରେ ମଧ୍ୟ ଯେତେବେଳେ ପ୍ରଭୁ ସମସ୍ତ ବିଷୟ ସୃଷ୍ଟି କଲେ, ମନୁଷ୍ୟକୁ ଶ୍ରେଷ୍ଠ ସ୍ଥାନ ଦେଲେ, ଆଉ ମନୁଷ୍ୟକୁ ସମସ୍ତ ଅଧିକାର ମଧ୍ୟ ପ୍ରଦାନ କଲେ, ସେ ସମୟରେ ମନୁଷ୍ୟର ମନ୍ଦତା ଏତେ ବୃଦ୍ଧି ହେବାକୁ ଲାଗିଲା, ଯାହାଦ୍ୱାରା ସେ ପରମେଶ୍ୱରଙ୍କୁ ଭୁଲିଗଲେ, ପାସୋରି ଗଲେ। ପରମେଶ୍ୱରଙ୍କର ଆରାଧନା କରିବା ବଦଳରେ ସେମାନେ ନିଜ ନିଜ ଭିତରେ ମନ୍ଦତାରେ ଜୀବନ ଅତିବାହିତ କରିଲେ, ଯାହାଦ୍ୱାରା ସଦାପ୍ରଭୁଙ୍କର ମନରେ ଦୁଃଖ ଆସିଲା ଯେ ମନୁଷ୍ୟକୁ କାହିଁକି ମୁଁ ବନେଇଲି। ତାଙ୍କର ହସ୍ତ ନିର୍ମିତ ମନୁଷ୍ୟ, ସେ ଆମମାନଙ୍କୁ ଧୂଳିରୁ ଆଙ୍କି ଆମମାନଙ୍କୁ ତାଙ୍କର ଫୁଙ୍କ ଦ୍ୱାରା ସେ ଆମମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରିଅଛନ୍ତି। ଯେଉଁ ମନୁଷ୍ୟକୁ ସେ ଏତେ ପ୍ରେମରେ ଗଢ଼ିଲେ, ସେହି ମନୁଷ୍ୟର ଦୌରାତ୍ମ୍ୟ ଯୋଗୁଁ ସେ ମନରେ ଶୋକ ମଧ୍ୟ କଲେ। ସେ ଅନୁତାପ କରି ମନରେ ଶୋକ କଲେ। ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଭୂମଣ୍ଡଳରୁ ଆପଣା ସୃଷ୍ଟ ମନୁଷ୍ୟକୁ ଆଉ ମନୁଷ୍ୟ ସହିତ ପଶୁ ଉରଗାମୀ ଜନ୍ତୁ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା, କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି। ସେ ନିର୍ମାଣକାରୀ ପରମେଶ୍ୱର, ସେ ଆମମାନଙ୍କୁ ଗଢ଼ି ଅଛନ୍ତି। ଆଉ ଯେତେବେଳେ ମନୁଷ୍ୟ ସେ ସମୟରେ ଆଉ ଏଇ 100 ବର୍ଷ 70 ବର୍ଷ 60 ବର୍ଷ ବଞ୍ଚୁନଥିଲେ, ନିହାତି 1000 ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ଜୀବନ ସେମାନେ ଅତିବାହିତ କରୁଥିଲେ। ଆଉ ସେତେବେଳେ ଯେତେବେଳେ ସେମାନେ ବଂଶ ପରମ୍ପରା ରୂପେ ସେମାନଙ୍କର ଅନେକ ଅନେକ ପୁତ୍ର କନ୍ୟା ମଧ୍ୟ ଜାତ ହେଉଥିଲେ, ଆଉ ସେମାନେ କ'ଣ କରୁଥିଲେ? ସେମାନଙ୍କ ସହିତ ବିବାହ କରି ଆଉ ସେମାନେ ରଙ୍ଗ ରସରେ ମତ୍ତତାରେ ଆଉ ବିଭିନ୍ନ ପ୍ରକାର ନିଜର ସ୍ୱାର୍ଥରେ ସେମାନେ ବଞ୍ଚୁଥିଲେ। ସେଥିପାଇଁ ଆମେ ଯଦି ଦେଖିବା ଆଦି ପୁସ୍ତକ ତାର 6 ପର୍ବ 3 ପଦରେ ଦେଖିବା, ତହିଁରେ ସଦାପ୍ରଭୁ କହିଲେ, ଆମ୍ଭର ଆତ୍ମା
ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବେ ନାହିଁ, ଯେହେତୁ ସେମାନଙ୍କର ବିପଥ ଗମନରେ ସେମାନେ ମାଂସ ମାତ୍ର। ଏଥି ନିମନ୍ତେ ସେମାନଙ୍କର ସମୟ 120 ବର୍ଷ ହେବ। ମନୁଷ୍ୟ ଅତ୍ୟଧିକ ବର୍ଷ ବଞ୍ଚିବାରୁ ସେମାନେ ପରମେଶ୍ୱରଙ୍କୁ ଭୁଲିଗଲେ। ତାଙ୍କର ସମୟ ସୀମା ଏତେ ବୃଦ୍ଧି ଥିଲା ଯାହାଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଭୁଲି ଜଗତର ମନ୍ଦତାରେ ଲିପ୍ତ ରହି ସେମାନେ ଭୋଗ ବିଳାସରେ ଜୀବନ ଅତିବାହିତ କରୁଥିଲେ। ଆଜି ନୂତନ ପୃଥିବୀରେ ଆମମାନେ ଯେମିତି ବାସ କରୁଛୁ, ସମସ୍ତେ ଏ ସମୟରେ କ'ଣ କରୁଛନ୍ତି? ଆଉ ନିଜର ସ୍ୱାର୍ଥ ଅନୁସାରେ ଜୀବନ ଅତିବାହିତ କରୁଛନ୍ତି। କାହା ପ୍ରତି ପ୍ରେମ ନାହିଁ, କାହା ପ୍ରତି ସହାନୁଭୂତି ନାହିଁ। କିଏ ଦୁଃଖରେ ପଡ଼ିଲେ ଦୁଃଖରେ ଯାଇକି ଠିଆ ହେବା ନାହିଁ। କିଏ ଯଦି ଦୁଃଖରେ ଅଛି ଆହୁରି ଟାହୁଲି ଟାପରା କରି ଆମମାନେ ଦୁଇ ପଦ ତା ସାଙ୍ଗେ କଥାବାର୍ତ୍ତା ହେଇଥାଉ। ତାର ମନକୁ ଯେମିତି ବାଧିବ ସେମିତି କଥାବାର୍ତ୍ତା ହେଇଥାଉ। ନିଜ ସ୍ୱାର୍ଥ, ନିଜେ କେମିତି ଆମମାନେ ଭଲରେ ରହିବା, ଭଲରେ ବଞ୍ଚିବା, କେମିତି ଆମମାନଙ୍କର ଧନ ବୃଦ୍ଧି ହେବ, କେମିତି ଆମେ ସୁନ୍ଦରୀ ଝିଅମାନଙ୍କୁ ବିବାହ କରିବା, ସେ ଦିନମାନଙ୍କର ବି ସେଇ ପ୍ରକାର ଥିଲା। ଆଉ ସେମାନେ ସୁନ୍ଦରୀ କନ୍ୟାମାନଙ୍କୁ କନ୍ୟାଗଣକୁ ସେମାନେ ରୂପବତୀ ଦେଖି ଯେଉଁମାନଙ୍କୁ ସେମାନେ ପସନ୍ଦ କଲେ ସେମାନଙ୍କୁ ସେମାନେ ବିବାହ କରୁଥିଲେ। ଆଜି ବି ଏଇ ନୂତନ ସୃଷ୍ଟିରେ ମଧ୍ୟ କେହି କଳା ଝିଅମାନଙ୍କୁ ବିବାହ କରିବାକୁ ଚାହାନ୍ତି ନାହିଁ, କେହି ଅସୁନ୍ଦରୀମାନଙ୍କୁ ବିବାହ କରିବାକୁ ଚାହାନ୍ତି ନାହିଁ। ସମସ୍ତଙ୍କୁ ସୁନ୍ଦର ଝିଅ ଦରକାର, ଗୋରା ଝିଅ ଦରକାର, ରୂପବତୀ ଝିଅ ଦରକାର, ଗୁଣବତୀ ଝିଅ ଦରକାର। ଯେଉଁମାନେ ଆଜି ଅସୁନ୍ଦର ସେମାନେ ତାହେଲେ କୁଆଡ଼େ ଯିବେ? ଆତ୍ମାକୁ ପରଖିବା ସେମାନେ ଜାଣନ୍ତି ନାହିଁ, ଯାହାଦ୍ୱାରା କି ସେମାନେ କଳା ଗୋରାର ସୁନ୍ଦର ଅସୁନ୍ଦର ପ୍ରଭେଦ ସୃଷ୍ଟି କରନ୍ତି। ଲକ୍ଷ ଲକ୍ଷ କୋଟି କୋଟି ଅୟୁତ ବର୍ଷ ତଳେ ମଧ୍ୟ ଏହି ପ୍ରକାର ବିଷୟ ଥିଲା, ଯାହାଦ୍ୱାରା କି ସଦାପ୍ରଭୁ କ'ଣ କଲେ? ମନରେ ଶୋକ ଆଣିଲେ, ଦୁଃଖ ଆଣିଲେ ଯେ ମନୁଷ୍ୟକୁ ମୁଁ ବନେଇଲି, ସର୍ବଶ୍ରେଷ୍ଠ ସ୍ଥାନ ଦେଲି, ସର୍ବଶ୍ରେଷ୍ଠ ଅଧିକାର ଦେଲି, କିନ୍ତୁ ମନୁଷ୍ୟ ମୋତେ ନ ପଚାରି, ମୋ ଠାରେ ପରାମର୍ଶ ନ ନେଇ, ମୋତେ ସେ ଆରାଧନା ନ କରି ନିଜ ଭିତରେ ସେମାନେ କ'ଣ ହେଉଥିଲେ? ବାଦାନୁବାଦ ହେଉଥିଲେ, କଳହ ଅଶାନ୍ତିରେ ଜୀବନ ଅତିବାହିତ କରୁଥିଲେ, ଯୁଦ୍ଧ କରୁଥିଲେ, ବୀର ଥିଲେ ସେମାନେ। ଘର ବନେଇବା, ବିବାହ କରିବା, ସେ ସବୁ ଯୁଗରେ ମଧ୍ୟ ଏହା ସବୁ ଥିଲା। କିନ୍ତୁ ପ୍ରଭୁ ଆମମାନଙ୍କ ଠାରୁ କ'ଣ ଚାହାନ୍ତି? ତାହାଙ୍କୁ ଧରି ଚାଲିବା ନିମନ୍ତେ, ତାହାଙ୍କୁ ଭୟ କରିବା ନିମନ୍ତେ ଚାହାନ୍ତି। ଏସବୁରୁ ସେ କାହାକୁ ଅତି ଉତ୍ତମ ମଣିଲେ? ନୋହଙ୍କୁ। ମେଲକର ପୁତ୍ର ନୋହଙ୍କୁ ସେ କ'ଣ କଲେ? ଉତ୍ତମ ମଣିଲେ। ସଂସାର ସାରା ଏତେ ଲୋକ ଥିଲେ, କିନ୍ତୁ ଜଣେ ବ୍ୟକ୍ତିଙ୍କୁ ସେ କ'ଣ କଲେ? ମନୋନୀତ କଲେ। ତାଙ୍କୁ ତାଙ୍କର 3 ପୁତ୍ର, 3 ବୋହୂ ଆଉ ତାଙ୍କ ସ୍ତ୍ରୀଙ୍କ ଛଡ଼ା ଆଉ ସମସ୍ତଙ୍କୁ ସେ ପୃଥିବୀରେ ଲୁପ୍ତ କରିବାକୁ ଚାହିଁଲେ, ଶେଷ କରିବାକୁ ଚାହିଁଲେ। ସେଥିପାଇଁ ନୋହଙ୍କୁ କ'ଣ କଲେ? ଆଜ୍ଞା ଦେଲେ, ଆଉ ତୁମେ ଏକ ଜାହାଜ ବନାଅ, ଯାହାଦ୍ୱାରା କି ତୁମେ ଓ ତୁମର ପରିବାର ତା ଭିତରେ ପ୍ରବେଶ କରିବ। ଆଉ ଜଗତରେ ଯେତେ ପ୍ରକାର ଜୀବ ଜନ୍ତୁ ଆଉ ସରୀସୃପ ପ୍ରାଣୀ ଜଗତର ଯେତେ ଜୀବ ସମସ୍ତେ ଯୋଡ଼ା ହେଇ ଆଉ ତା ଭିତରେ ପ୍ରବେଶ କରିବ। ଆଉ ସେମାନେ ପ୍ରଭୁଙ୍କର ଆଜ୍ଞା ମାନି ସେ ଜାହାଜ ପାଖକୁ ଆସିଲେ। ଆଉ ଯେତେବେଳେ ଜାହାଜ ନିର୍ମାଣ ଆରମ୍ଭ କଲେ ନୋହ, ସେତେବେଳେ ଲୋକ ଅନେକ ପ୍ରକାର ଟାହୁଲି ଟାପରା ତାଙ୍କୁ କରିଥିବେ ନିଶ୍ଚୟ। ସମୟ ଥାଉ ଥାଉ ଆମେ ନିଜକୁ ପରିବର୍ତ୍ତନ କରିବା। ଜଗତରେ ଆମେ ଅଛୁ ସତ, କିନ୍ତୁ ଜଗତର ଅନୁରୂପୀ ନ ହୋଇ ଆମେ ଯେମିତି ସେ ସଦାପ୍ରଭୁଙ୍କ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରିବା। ଯେଉଁ ସଦାପ୍ରଭୁ ଆମମାନଙ୍କୁ ତାଙ୍କର ପୁତ୍ରଙ୍କୁ ପଠେଇଛନ୍ତି ଆମମାନଙ୍କ ନିମନ୍ତେ, ଆମମାନଙ୍କର ପରିତ୍ରାଣାର୍ଥେ, ଆଉ ସେଇ ପରିତ୍ରାଣକର୍ତ୍ତାଙ୍କୁ ଧରି ଚାଲିବା ନିମନ୍ତେ ଆଜି ଆମମାନଙ୍କୁ ସମୟ ଓ ସୁଯୋଗ ପ୍ରଭୁ ଦେଇଛନ୍ତି।
ଯେମିତି ତାଙ୍କୁ ଧରି ଚାଲିବୁ, ଆମେ ତାଙ୍କ ପଥ ଅନୁସରଣ କରିବୁ, ତାହାଙ୍କର କଥା ମାନିବୁ, ତାହାଙ୍କର ବାକ୍ୟ ଅନୁସାରେ ଆମେ ଚାଲିବୁ। ପ୍ରଭୁ ଆମଙ୍କ ଠାରୁ ତାହା ଚାହାନ୍ତି। ଧାର୍ମିକତାର ଜୀବନ, ଆମେ ଯେମିତି ଧାର୍ମିକତାର ଜୀବନ ଅତିବାହିତ କରିବା। ଆଉ ସେଇ ସମୟରେ କ'ଣ ହେଉଛି, ନୋହଙ୍କୁ ସେଇ ପୁରାତନ ସମୟର ପୃଥିବୀକୁ କ'ଣ କରୁଛନ୍ତି, ଆଉ ପ୍ରଭୁ ଲୁପ୍ତ କରୁଛନ୍ତି। ଆଉ ତାଙ୍କୁ କ'ଣ କରୁଛନ୍ତି, ତାଙ୍କୁ ସମୟ ଦେଇଛନ୍ତି କେତେ, 120 ବର୍ଷ। ମନୁଷ୍ୟକୁ 120 ବର୍ଷ ପର୍ଯ୍ୟନ୍ତ ସମୟ ଦେଲେ ପରିବର୍ତ୍ତନ ହେବା ନିମନ୍ତେ। ପ୍ରଳୟ ଆସିଲା, ସାଙ୍ଗେ ସାଙ୍ଗେ ପ୍ରଳୟ ଆସେନି। ନୋହଙ୍କୁ ନିଜର ଜାହାଜ ବନେଇବା ପାଇଁ 120 ବର୍ଷ ଲାଗିଥିଲା। ସେଇ 120 ବର୍ଷ ମନୁଷ୍ୟକୁ ମଧ୍ୟ ଦିଆଯାଇଥିଲା। 120 ବର୍ଷ କିଛି ଛୋଟ ସମୟ ନୁହଁ, ଯାହାଦ୍ୱାରା କି ମନୁଷ୍ୟମାନେ ପରିବର୍ତ୍ତନ ହେବେ ଏବଂ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବେ, ଆଉ ଈଶ୍ୱରଙ୍କ ନିମନ୍ତେ ଫେରିବେ। କିନ୍ତୁ ଲୋକମାନେ ଯେ ଯାହାର କାର୍ଯ୍ୟରେ ବ୍ୟସ୍ତ, ଯେ ଯାହାର ଭୋଗ ବିଳାସରେ ବ୍ୟସ୍ତ, ନୋହଙ୍କର କଥା କେହି ଶୁଣୁନଥିଲେ। କିନ୍ତୁ ନୋହ ଏ ପ୍ରକାର ବ୍ୟକ୍ତି ଥିଲେ, ସଦାପ୍ରଭୁଙ୍କ ସହିତ ଗମନାଗମନ କରୁଥିଲେ। ଆଉ ସଦାପ୍ରଭୁଙ୍କ ଠାରୁ ଯେଉଁ ଆଜ୍ଞା ସେ ପାଇଲେ, ସେ ଆଜ୍ଞା ଦ୍ୱାରା ସେ ଜାହାଜ ନିର୍ମାଣ କରିବା ନିମନ୍ତେ ପ୍ରସ୍ତୁତ ହେଲେ। ସେ ଜଣେ ଲୋକ ସେ ଜାହାଜ ବନେଇବା ନିମନ୍ତେ ତାଙ୍କୁ 120 ବର୍ଷ ଲାଗିଲା। ଆଉ ସେ 120 ବର୍ଷ ମଧ୍ୟରେ ସେ କେତେ ଲୋକଙ୍କୁ ଏ କଥା କହିଥିବେ, ଜଳପ୍ଲାବନ ହେବ ଆଉ ମନ ଫେରାଅ। ଯେମିତି ନୂତନ ପୃଥିବୀର ନୂତନ ସୃଷ୍ଟିରେ ଯେତେବେଳେ ଆମମାନଙ୍କର ଜୀବନ ନୂତନ ସୃଷ୍ଟି ହେଲା, ଯେତେବେଳେ ତାହାଙ୍କର ପରିତ୍ରାଣ ଆମମାନେ ପାଇଲୁ, ଆଉ ସେତେବେଳେ ଯୋହନ ମଧ୍ୟ କହୁଛନ୍ତି, ସ୍ୱର୍ଗ ରାଜ୍ୟ ସନ୍ନିକଟ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଯୀଶୁ ମଧ୍ୟ ନିଜେ କହୁଛନ୍ତି, ମନ ପରିବର୍ତ୍ତନ କର, ସ୍ୱର୍ଗ ରାଜ୍ୟ ସନ୍ନିକଟ। କିନ୍ତୁ ଅନେକ ଲୋକ ଆଜି ଆମମାନେ ଅଛୁ, ଯାହାଦ୍ୱାରା ତାହାଙ୍କର ସେଇ ସ୍ଲୋଗାନ ଶୁଣି ମଧ୍ୟ ନିଜକୁ ପରିବର୍ତ୍ତନ କରିପାରୁ ନାହୁଁ। ସମୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ତାହାଙ୍କର ନୂତନ ସୃଷ୍ଟିର ନୂତନ ନିୟମ ଦ୍ୱାରା, ନୂତନ ସେଇ ଆଉ ପରିତ୍ରାଣ ଦ୍ୱାରା ଆମମାନଙ୍କୁ ପ୍ରଭୁ ସୁଯୋଗ ଦେଇଛନ୍ତି, ଆମମାନେ କେମିତି ତାହାଙ୍କର ନିକଟବର୍ତ୍ତୀ ହେବା। ପ୍ରଥମ ପୃଥିବୀ ଜଳପ୍ଲାବନରେ ଶେଷ ହେଲା। ଏଇ ଦ୍ୱିତୀୟ ପୃଥିବୀ ଆମମାନେ କି ପ୍ରକାର ତାହାଙ୍କର ନିକଟବର୍ତ୍ତୀ ହେବା। ଯଦି ଆମେ ଦ୍ୱିତୀୟ ପିତର 3 ପର୍ବ ଦ୍ୱିତୀୟ ପିତର ତାର 3 ପର୍ବ 5 ଆଉ 6 ଯଦି ପଢ଼ୁ, ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମ ପ୍ରଚାରକ ନୋହଙ୍କୁ ଅନ୍ୟ 7 ଜଣଙ୍କ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଲାବନ ଘଟାଇଲେ। 7 ଜଣଙ୍କ ଛଡ଼ା ଆଉ କାହାକୁ ସେ ଏ ପୃଥିବୀରେ ରଖିଲେ ନାହିଁ। ସେ 7 ଜଣ ହିଁ ତାହାଙ୍କର ମନୋନୀତ ବ୍ୟକ୍ତି ଥିଲେ। ଆଉ ସବୁ ପୃଥିବୀକୁ ସେ ଏତେ ପ୍ରେମ କରୁଥିଲେ। ପୃଥିବୀ ତାହାଙ୍କର ରଚନା, ପୃଥିବୀ ତାହାଙ୍କର ହାତରେ ସେ ତିଆରି କରିଥିଲେ। ତା ଯୋଗୁଁ ହେଲେ ବି ସେ ଦୟାର ସାଗର, ସେ କ'ଣ କଲେ, ସମସ୍ତ ଜଗତର ଯେତେ ପ୍ରାଣୀବର୍ଗ ଥିଲେ ସମସ୍ତଙ୍କଠୁ ଏକ ଯୋଡ଼ା କ'ଣ କଲେ, ଜାହାଜକୁ ଆସି ପ୍ରବେଶ କଲେ। ନିଜେ ନିଜେ ସେମାନେ ଆସି ଜାହାଜ ଦ୍ୱାରରେ ସେମାନେ ପ୍ରବେଶ କଲେ। ନୋହ ତାଙ୍କୁ ଡାକି ଆଣି ନଥିଲେ। ଈଶ୍ୱରଙ୍କର ଆଜ୍ଞା ମାନି ସେମାନେ କ'ଣ କଲେ, ଆପେ ଆପେ ଆସି ଜାହାଜରେ ସେମାନେ ପ୍ରବେଶ କଲେ। ଯେତେବେଳେ ପଶୁ ପକ୍ଷୀ ସମସ୍ତେ ଈଶ୍ୱରଙ୍କର ବୋଲ ମାନି ପାରୁଛନ୍ତି, ଆମମାନେ ତ ମନୁଷ୍ୟ ମାତ୍ର, ନିଶ୍ଚୟ ଆମେ ତାହାଙ୍କଠୁ ଅଧିକ ପ୍ରଭୁ ଆମମାନଙ୍କୁ ଜ୍ଞାନ ଦେଇଛନ୍ତି, ତାହାଙ୍କର ଆତ୍ମା ପ୍ରଦାନ କରିଛନ୍ତି। ଆଜି ଆମମାନେ ସେ ସମସ୍ତ ବିଷୟ ପାଇକି ମଧ୍ୟ ତାହାଙ୍କର ବୋଲ ମାନି ପାରୁନୁ, ତାହାଙ୍କର ନିକଟବର୍ତ୍ତୀ ଆମମାନେ ହେଇପାରୁନାହୁଁ।
ଏଠି ଲେଖାଯାଉଛି ଧର୍ମ ପ୍ରଚାରକ ନୋହ ଅନ୍ୟ 7 ଜଣଙ୍କ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଲାବନ ଘଟାଇଲେ। ଧର୍ମ ପ୍ରଚାରକ ସେ ସେତେବେଳେ ନିଶ୍ଚୟ ଆଉ ପ୍ରଚାର କରୁଥିବେ ଯେ ଜଳପ୍ଲାବନ ହେବ। ନିଜ ନିଜକୁ ତୁମେ ସତର୍କ କର ଆଉ ପରମେଶ୍ୱରଙ୍କର ତୁମେ ବାଧ୍ୟ ହୁଅ। କେତେ ସୁନ୍ଦର ବିଷୟଟି ଲେଖା ହେଇଛି। କେବଳ ଧର୍ମ ପ୍ରଚାରକ। ଜଗତରେ ଏତେ ଲୋକ ଥିଲେ କେହି ମନୋନୀତ ତାଙ୍କ ପାଇଁ ହେଇପାରିଲେ ନାହିଁ ସେ ସମୟରେ, କେବଳ ନୋହଙ୍କ ଛଡ଼ା। ଆଜି ଆମମାନଙ୍କର ଜୀବନ ନୋହଙ୍କ ପରି ହେଇପାରିଛି କି? ଯେତେବେଳେ ଦ୍ୱିତୀୟ ଆଗମନ ହେବ ଯୀଶୁଙ୍କର, ଆମମାନଙ୍କ ନିମନ୍ତେ ସେ ଆସିବେ, ଆମମାନଙ୍କର ବିଚାର ନିମନ୍ତେ, ଆମମାନଙ୍କୁ ନେବା ନିମନ୍ତେ, ଆମମାନେ ତାହାଙ୍କ ପାଇଁ ବିଶ୍ୱସ୍ତ ହେଇପାରିଛୁ କି? ତାହାଙ୍କର ନିକଟବର୍ତ୍ତୀ ଆମମାନେ ହେଇପାରିଛୁ କି? ଆହୁରି ବି ଲେଖାଯାଏ, ସେ ସୋଦମ ଓ ଗମୋରା ନଗର ସବୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତ କାଳର ଅଧାର୍ମିକମାନଙ୍କ ଦୃଷ୍ଟାନ୍ତ ରୂପେ ସ୍ୱରୂପ କଲେ। ପୁଣି ସେ ଦୁରାଚାରୀମାନଙ୍କର କାମୁକତାପୂର୍ଣ୍ଣ ଆଚରଣରେ ବ୍ୟଥିତ ଧାର୍ମିକ ଲୋଟଙ୍କୁ ଉଦ୍ଧାର କଲେ। ଧାର୍ମିକ ଲୋଟ, ଯେଉଁ ଲୋଟ ସୋଦମ ଗମୋରାକୁ ବାଛିଥିଲେ ସେ ଜାଗାରେ ସେ ରହିବେ ଆଉ ଆନନ୍ଦରେ ରହିବେ। ତାଙ୍କର ଗୋରୁ ଗାଈ ସେଠି ପ୍ରତିପାଳିତ ହେବେ, ତାଙ୍କର ପରିବାର ସେଠି ପ୍ରତିପାଳିତ ହେବେ। ସେହି ଜାଗାରେ ସଦାପ୍ରଭୁଙ୍କ ସହିତ ମଧ୍ୟ ଲୋଟଙ୍କର ସମ୍ପର୍କ ଅତି ଉତ୍ତମ ଥିଲା। ସେହି ଲୋଟଙ୍କୁ ସେ କହୁଛନ୍ତି ଧାର୍ମିକ ମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ ତାହାଙ୍କୁ କଲେ ଭବିଷ୍ୟତ କାଳର। ଆଜି ଆମେ ଲୋଟଙ୍କ ପରି ମଧ୍ୟ ହେଇପାରିଛୁ କି? ଯଦି ଆମେ ହେଇନୁ ତାହେଲେ ଆମମାନଙ୍କୁ ନିଜକୁ ସଜାଗ ହେବାକୁ ପଡ଼ିବ। ଆମମାନଙ୍କର ମନ, ଆତ୍ମା, ପ୍ରାଣକୁ ତାହାଙ୍କୁ ଦେବାକୁ ପଡ଼ିବ। ପ୍ରଭୁ, ଯେ ତୁମେ ମୋ ପାଇଁ ଆସିଛ, ମୋର ପାପର ମୂଲ୍ୟ ସ୍ୱରୂପେ ତୁମେ କୃଷାର୍ପିତ ହେଲ। ଯଦି ଆମେ ଦ୍ୱିତୀୟ ପିତର ତାର 3 ପର୍ବ 7 ପର୍ବ ଯଦି ପଢ଼ୁ ଟିକେ, ପୁଣି ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀର ସେହି ବାକ୍ୟ ଦ୍ୱାରା, ପ୍ରଥମ ପୃଥିବୀର ବାକ୍ୟ ଦ୍ୱାରା କ'ଣ ହେଲା? ଜଳ ପ୍ରଳୟ ହେଲା। ଦ୍ୱିତୀୟ ପୃଥିବୀର ଆକାଶମଣ୍ଡଳ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। ଆଜି ଆମମାନେ ସେ ଧାର୍ମିକତାର ଜୀବନ ଅତିବାହିତ କରୁଅଛୁ କି? ଆମମାନଙ୍କର ଜୀବନରେ ଧର୍ମର ନାମ ମାତ୍ର କିଛି ନାହିଁ। ଆମମାନେ ମୁହଁ ଆଗରେ କହିଥାଉ ବହୁତ ଭଲ ଭଲ କଥା, ବହୁତ ପ୍ରଭୁଙ୍କର ପ୍ରଶଂସା କରିଥାଉ, କିନ୍ତୁ ବୁଲି ପଡ଼ିଲା ପରେ ଆମମାନଙ୍କର ଅନ୍ୟ ନାଁରେ କଥା କହିବା, ଅନ୍ୟକୁ ଈର୍ଷା କରିବା, ଅପକାର କରିବା, କାହା ଦୁଃଖରେ ଦୁଃଖୀ ନ ହୋଇ ଆମମାନେ ହସିବା, ଆନନ୍ଦ କରିବା, କି ଅଭାବରେ ଅଛି ତାର ଅଭାବକୁ ଆମମାନେ ପୂରଣ ନ କରି ଆହୁରି ଟାହୁଲି ଟାପରା ହୋଇ ଆମମାନେ କଥା କହିବା, ଆମମାନଙ୍କ ଜୀବନର ପ୍ରଥମ କାର୍ଯ୍ୟ ଏଇଟା, ଯାହାଦ୍ୱାରା କି ପ୍ରଭୁ ଏସବୁ ଆମମାନଙ୍କ ଠାରୁ ଚାହାନ୍ତି ନାହିଁ। ଇଏ ବି ଆମମାନଙ୍କର ଜୀବନରେ ଗୋଟେ ବ୍ୟଭିଚାରର କାର୍ଯ୍ୟ। ପ୍ରଭୁଙ୍କ ଠାରେ ଆମମାନେ କି ପ୍ରକାର ଲାଗି ରହିବା, ପ୍ରଭୁଙ୍କ ଠାରେ ଆମମାନେ କି ପ୍ରକାର ନିଜକୁ ଜାଗ୍ରତର ଜୀବନ କାଟିବା, ପ୍ରଭୁ ଆମ ଠାରୁ ଏହା ହିଁ ଚାହାନ୍ତି। ଶେଷ ଦିନ ମାନଙ୍କରେ ଆମମାନେ ଯେମିତି ତାହାଙ୍କ ନିମନ୍ତେ ମନୋନୀତ ହେବା, ଯେମିତି ନୋହ ପ୍ରଥମ ପ୍ରଳୟରେ ସେ ସୁରକ୍ଷିତ ହେଲେ, ପ୍ରଭୁ ତାଙ୍କ ମନୋନୀତ କଲେ। ଏ ଦ୍ୱିତୀୟ ଯେତେବେଳେ ଆମମାନଙ୍କର ଜୀବନରେ ଆଉ ଯୁଗ ଶେଷ ହେବ, ଆମମାନଙ୍କ ନିମନ୍ତେ ଶେଷ ଦିନ ଉପସ୍ଥିତ
आमने सबू जाचु शेष दिन समय उपस्थित किंतु प्रभु आम को लंबा समय देइचंती एई समय मानकरे आमने केते निज निजको प्रस्तुत करूछु 120 वर्ष किसी कम समय नुह 120 वर्ष से लोक मान को से देले 120 वर्षर आयुष से देले किंतु आज आम को प्रभु कौन करुचंदे अनेक समय देइचंदे आमने कि प्रकार निजको परिवर्तन करवा कि प्रकार प्रभुंकर गौरव निमंते आमने व्यवहृत हवा प्रभु आम को कि प्रकार आशीर्वाद करिवे कि प्रकार तांकर से अम्लान मुकुट आम को प्रदान करिवे जो मुकुट केबे मलिन हम नहीं से अम्लान मुकुट पाइबा को आज आम योग्य हो कि ताहांकर से आनंदर कारण आमने हो पारिचु कि से आमको देखि खुशी हेबे हाँ मो पिला ये प्रभुंकर गोटे दिन सहस्र वर्ष तुल्य सहस्र वर्ष गोटे दिन तुल्य सेथिपई केतेबेले प्रभु आमମାନଙ୍କ निमंते कौन आनिबा माने जानि न जते समय थाउ आम निजको प्रस्तुत करवा एवं अन्य मान को मध्य ताहांकर कथा कही आमने परिवर्तित जीवन काटिबा प्रभु आम समस्त को आशीर्वाद करंतु विश्वस्ततार जीवन प्रदान करंतु आम जदि प्रभुंक पय आमने विश्वस्त ताहले प्रभु आमनको पय निश्चय बाट खोलिबे जदि आम विश्वस्त आज तांको पय हेइनु ताहले आमानकर पथ समस्त रुद्ध करा जिवो सेतिबे समय थाउ थाउ आमने ताहांको निमंते विश्वस्त हबा जे प्रकार नोह विश्वस्त हेले आमने मध्य ताहांको निमंते एई दिन मानकरे विश्वस्ततार जीवन काटिबा प्रभु आम समस्त को आशीर्वाद करंतु आमेन प्रार्थना करिबा पवित्र पिता गौरवमय राजा तुम नाम धन्यवाद करुछु पिता तुम्हें जे आमानकर सहवर्ती परमेश्वर आमानकर जीवन कर्ता आमानकर जीवन असजड़ा विषय सजाड़ा परमेश्वर प्रभु आमानकर कौन से उत्तमता नहीं कौन से धार्मिकता नहीं प्रभु किंतु तुम्हें जे आमानकर सहवर्ती हेइच आज पर्यंत आमान को तुम्हें तोली धरी अछ आमानकर जीवन को तुम्हें आ प्रभु अधिकार करियछ सेतिपई तुम नाम धन्यवाद करुछु पिता गो आमने जमिते तुम निमंते विश्वस्त हबो आमानकर कार्य आमानकर चिंता आमानकर कथबार्ता आमानकर चालीचलन तुमर हबो प्रभु से प्रकार दया कर तुम्हें जितेबाला आमानक निमंते आसब प्रभु से समय आम जब तुम निमंते मनोनीत हबो से प्रकार तुम्हें दया कर प्रभु आमानकर जीवन समस्त असजड़ा विषय को तुम्हें सजाड़ी दियो बोली विनती करुछु आज जो पुओ झील मैंने अबाटर अच्छी प्रभु जगतर मंदतार लिप्त अच्छा तुम्हें से तुमर पथ देखाओ तुमर आलोक से जपर आलोकित हे से प्रकार तुम्हें दया कर सर्वशक्तिमान परमेश्वर जो माने वाक्य शुणिबे शुणी शुणुंट समस्त को तुम्हें आशीर्वाद कर प्रत्येक जपरी छोट वाक्य द्वारा निजर जीवन को परिवर्तन करेंगे से प्रकार तुम्हें दया कर आमान को तुम्हें समय पर समय देछ बापा से धन्यवाद ए सुंदर समय को आम प्रत्येक को तुम अर्चंते समर्पण करी प्रिय प्रभु जीशु नाम रे मागुछु आमेन हे आम्भ मानकर स्वर्गस्थ पिता तुम्भ नाम पवित्र बोली मान्य हो तुम्भर राज्य आसु जेरूपे स्वर्ग सेरूपे पृथ्वी रे तुमर इच्छा सफल हो आज आम मान को प्रयोजन आहार दियो आमने जमंत निज निज अपराधी मान को क्षमा करियो तेमंत अपराध सब तुम्हें क्षमा कर परीक्षा न आण मंद ठार रक्षा कर जणु राजत्व पराक्रम गौरव सदा सर्वदा तुम्भर हो आमेन यीशुंक रक्तर जय यीशुंक रक्तर जय यीशुंक रक्तर जय आमेन प्रेज द लॉर्ड हालेलुया।